17ରେ ସୃଷ୍ଟି ହେବ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା 14 ତାରିଖରେ ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। 17 ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ସୋହା ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ଲଘୁଚାପ ସୃଷ୍ଟିକୁ ନେଇ ଆକଳନ କରିଛନ୍ତି। 16 ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଏହା ଲଘୁଚାପ ରୂପ ନେବ। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହେବ ବୋଲି ସେ କହିଛନ୍ତି। ପ୍ରଫେସର ଡ. ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତା 3 ଦିନ ଯାଏ ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତିରେ ମଧ୍ୟମ ପରିମାଣର ବର୍ଷା ହେବ। 11ରେ କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ। ଭୁବନେଶ୍ୱରରେ 14, 15 ଓ 16ରେ ମଧ୍ୟମ ବା ଭାରୀ ବର୍ଷା ସମ୍ଭାବନା ଅଛି। ଶରତ ସାହୁ କହିଛନ୍ତି, ଏବେ ବାୟୁମଣ୍ଡଳରେ ଅଧିକ ଜଳୀୟ ବାଷ୍ପ ଅଛି। 12 ତାରିଖ ପରେ ଆରବ ସାଗରରୁ ପବନ ବହିବ। ବାୟୁର ଚାପ କ୍ରମଶଃ କମିବ। 14ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଲଘୁଚାପ ରୂପ ନେବ। ଏହା ପ୍ରଭାବରେ 16ରୁ 19 ତାରିଖ ଯାଏ ପ୍ରବଳ ବର୍ଷା ହେବ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆସନ୍ତା 3 ଦିନ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। 10ରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 11 ଓ 12ରେ ପାଗ ପ୍ରାୟତଃ ଶୁଖିଲା ରହିବ। 13ରେ ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମଙ୍ଗଳବାର ରାୟଗଡ଼ାରେ 24.4 ମିମି ବର୍ଷା ହୋଇଛି। ଭଦ୍ରକରେ 14.1, ନବରଙ୍ଗପୁରରେ 14, କୋରାପୁଟରେ 11.2, ପୁରୀରେ 9.4 ଓ ଚାନ୍ଦବାଲିରେ 4.4 ମିମି ବର୍ଷା ହୋଇଛି। ଗତ 24 ଘଣ୍ଟାରେ କୋରାପୁଟରେ 51.6, ଧର୍ମଗଡ଼ରେ 49, କୋରାପୁଟ ଶିମିଳିଗୁଡ଼ାରେ 48, ଗଜପତି ଗୁମାରେ 43, ସମ୍ବଲପୁର ରେଢ଼ାଖୋଲରେ 41, କୋରାପୁଟ ଲମତାପୁଟରେ 40.2 ମିମି ବର୍ଷା ହୋଇଛି।